ଅନଲାଇନ୍ ଷ୍ଟଡି ଜ୍ଞାନକୁ ମୁଁ ସ୍ୱାଗତ କରୁଛି। ଆଜି ଆମେ ସପ୍ତମ ଶ୍ରେଣୀର ସପ୍ତଦଶ ପାଠ ଯୋଉଟାକି ଆମ୍, ନ, ବା ଏହି ତିନୋଟି ଶବ୍ଦର ଆମେ ପ୍ରୟୋଗ କରିବା। ତ ଏହାର ଅର୍ଥ ହେଉଛି ଆମ୍ର ଅର୍ଥ ହେଉଛି ହଁ, ନର ଅର୍ଥ ହେଉଛି ନା, ଆଉ ବାର ଅର୍ଥ ହେଉଛି ବା। ବାର ଅର୍ଥକୁ ବା ଆମେ ଏଠାରେ କିମ୍ବା ବି କରିପାରିବା, ମାନେ ବିକଳ୍ପ ଅର୍ଥରେ ଏଇଟା କିମ୍ବା এই ଅର୍ଥରେ ବି ପ୍ରୟୋଗ କରାଯାଇଥାଏ ବାକୁ ସଂସ୍କୃତରେ। ତ ଦେଖ ପାଠକୁ ଆମେ ଡାଇରେକ୍ଟ ପଳାଇଯିବା। ଆମ ଚ୍ୟାନେଲ ଯଦି ସବସ୍କ୍ରାଇବ କରିନ ସବସ୍କ୍ରାଇବ କରିଦେବ। ତ ଏଥିରେ ଏରୋ ଚିହ୍ନକୁ ଦେଖ, ଏଇ ଏରୋ ଚିହ୍ନଟି ବାଲକ ଶବ୍ଦକୁ ବୁଝାଉଛି, ମାନେ ଏଇ ବାଲକକୁ ସେ ଦେଖାଉଛି ଯେ ଏଠାରେ ଗୋଟେ ବାଲକ ଅଛି ବୋଲି। ଏଠାରେ କ୍ୱେଶ୍ଚନ କରାଯାଇଛି ଏ ସହ ବାଲକ ବାର ପ୍ରୟୋଗ ହେଇଛି, ମାନେ ଏହା ବାଲକଟି କି, ମାନେ କ୍ୱେଶ୍ଚନ ମାର୍କ କରାଯାଇଛି ଏହା ବାଲକ କି କ୍ୱେଶ୍ଚନ ମାର୍କ କରାଯାଇଛି। ଏହାର ଅର୍ଥ ହେଉଛି ଆମ୍, ଏ ସହ ବାଲକ ହ। ଆମ୍ର ଅର୍ଥ ହେଉଛି ହଁ, ହଁ ଏହା ହେଉଛି ବାଲକ ଅଟେ, ମାନେ ଆମକୁ ଏଇଟା ବାଲକ ବୋଲି ଦେଖାଯାଉଛି, ତ ଏଇଟା ବାଲକ ଅଟେ। ତାପରେ ଆମେ ଦେଖିବା এই ଚିତ୍ରକୁ ଦେଖ, ଏଇଟା ଏରୋ ମାର୍କ ଅଛି, ଏଇଟା ଆମେ ହାତୀ ବୋଲି ଆମକୁ ଦେଖାଯାଉଛି। ତ ଏଥିରେ କ୍ୱେଶ୍ଚନ କାଣା ଅଛି ଆମେ ଟିକେ ଦେଖିଦେବା। କ୍ୱେଶ୍ଚନରେ ଅଛି ସହ ଗଜଃ ବା, ସହ ମାନେ ସେ ହାତୀ କି, ତ ଏଠାରେ ଆନ୍ସର ଅଛି ଆମ୍ ସହ ଗଜଃ, ହଁ ଏହା ହାତୀ ଅଟେ। ତାପରେ ଆମେ ନେକ୍ସଟକୁ ଯିବା। ଏଇ ଫଟୋ ଚିତ୍ରକୁ ଚାଲି ଆସ। ଏଇଟା ଆମକୁ ଗାଈ ଭଳି ଦେଖାଯାଉଛି, ତାହେଲେ କ'ଣ ହେବ ତାର ଦେଖିବା। ଏ ସହ ଅଜ ବା, ଏହା ଅଜ କି ବା ଏହା ଛେଲି କି ବୋଲିକିରି କୁହାଯାଉଛି। ଆମକୁ ତ ଛେଲି ଦେଖାଯାଉ ନାହିଁ, ଏଇଟା ଗାଈ ପରି ଦେଖାଯାଉଛି। ତ ଏଥିରେ କହୁଛି ନ ଏସା ଧେନୁ, ନା ଏହା ହେଉଛି ଧେନୁ ବା ଧେନୁର ଅର୍ଥ ହେଉଛି ଗାଈ। ଏଥିରେ ଏସା ଲାଗିଲା, ଏ ସ୍ତ୍ରୀଲିଙ୍ଗ ବୋଲିକିରି ଏସା ଲାଗିଲା, ପୁଲିଙ୍ଗ ହେଇଥିଲେ ଏ ସହ ହେଇଥାନ୍ତା। ତାପରେ ନେକ୍ସଟ ଚିତ୍ରକୁ ଯଦି ଆମେ ଚାଲିଯିବା, ନେକ୍ସଟ ଚିତ୍ର ଅଛି କ'ଣ, ଏଇଟା ହେଉଛି ଉଡ଼ାଜାହାଜ ବା ଆମେ ଏରୋପ୍ଲେନ୍ ଯୋଉଟାକି କହିଥାଉ। ଏଥିରେ କ'ଣ ଅଛି ଦେଖ, ତତ୍ ଲୋକୟାନମ୍ ବା ତାହା ଲୋକୟାନ କି, ମାନେ ଏଇଟା ନପୁଂସକ ଲିଙ୍ଗ ବହିଛି ବୋଲି ସେଠାରେ ତତ୍ ଲାଗିଛି, ହେଲେ ସହ କିମ୍ବା ଏ ସହ ଲାଗିଥାନ୍ତା। ତ ଏଥିରେ ଦେଖ ତତ୍ ଲୋକୟାନମ୍ ବା, ଲୋକୟାନମ୍ ବେଲେ କ'ଣ ବସ୍, ଯୋଉଟାକି ବସ୍ କହିଛୁ। ତ ଏଇଟା ଲୋକଯାନ ନୁହେଁ ଯେ, ସେଥିପାଇଁ ଏଇଟା ନ ତତ୍ ବିମାନମ୍, ଏହା ଲୋକଯାନ ନୁହେଁ, ତାହା ହେଉଛି ବିମାନ। ତାପରେ ଏ ଫଟୋ ଚିତ୍ର ଦେଖ, ଏଇଟା ହେଉଛି ପତ୍ରର ଚିତ୍ରଟିଏ। ତ ଏତତ୍ ପୁଷ୍ପମ୍ ବା, ଏହା ଫୁଲ କି ବୋଲି କ୍ୱେଶ୍ଚନ କରାଯାଇଛି। ନ ଏତତ୍ ପତ୍ରମ୍, ନା ଏହା ହେଉଛି ପତ୍ର, ଫୁଲ ନୁହେଁ। ନେକ୍ସଟ ଚାଲି ଆସିବା ଆମେ এই ଫଟୋ ଚିତ୍ରକୁ ଆମେ ଯିବା। ତ ଏଇ ଫଟୋ ଚିତ୍ରରେ ଅନେକ ଗୁଡ଼ିଏ ଘୋଡ଼ା ଗୁଡ଼ିକ ଅଛନ୍ତି, ଗୋଟିଏ ଘୋଡ଼ା ନାହିଁ। ତାହେଲେ ଏତେ ଗଜା ହବା, ଏଗୁଡ଼ିକ ହାତୀ କି, ଆମକୁ ତ ହାତୀ ପରି ଦେଖାଯାଉ ନାହିଁ, ଆମକୁ ଘୋଡ଼ା ପରି ଦେଖାଯାଉଛି। ତାହେଲେ ଏଇଟା ନ ଏତେ ଅଶ୍ୱାହା, ଏଗୁଡ଼ିକ ଅଶ୍ଵ ଗୁଡ଼ିକ ଅଟନ୍ତି। ତାପରେ ତେ ବୃକ୍ଷା ବା, ଏଗୁଡ଼ିକ ଗଛ ଗୁଡ଼ିକ କି ବେଲେ ଆମ୍ ତେ ବୃକ୍ଷା, ହଁ ଏଗୁଡ଼ିକ ଗଛ ଗୁଡ଼ିକ। ତାପରେ ଏଇଟା ମାଲା ପରି ଆମକୁ ଦେଖାଯାଉଛି। ଏ ତାହା ମାଲା ବା, ଏଗୁଡ଼ିକ ମାଲା କି ବେଲେ ଆମ୍ ଏ ତାହା ମାଲା ବା ଏହା ମାଲା ଅଟେ। ତାପରେ ଆମେ ଚାଲି ଆସିବା ତାହା এই ଚିତ୍ରକୁ ଦେଖ, ତାହା ଗଦାହ ବା, ଏଗୁଡ଼ିକ ଗଦା କି ବେଲେ ଆମ୍ ତାହା ଗଦାହ, ହଁ ଏଗୁଡ଼ିକ ଗଦା ଗୁଡ଼ିକ। ତାପରେ ଦେଖ ଏଇଟା ଫୁଲ ଗୁଡ଼ିକ ଆମକୁ ଦେଖାଯାଉଛି। ଏତାନି ପୁଷ୍ପାଣୀ ବା, ଏଗୁଡ଼ିକ ଫୁଲ ଗୁଡ଼ିକ କି ବେଲେ ଆମ୍ ଏତାନି ପୁଷ୍ପାଣୀ, ହଁ ଏଗୁଡ଼ିକ ଫୁଲ ଗୁଡ଼ିକ। ତାନି କୌରବାଣୀ ବା, ଏଇଟାକୁ କୁହାହଉଛି ଏଇଟା ପଦ୍ମ ଫୁଲ କି, ଏଇଟା ତ ସରି ଏଇଟା ପଦ୍ମ ଫୁଲ ଅଟେ, ଏଇଟା ପଦ୍ମ ଫୁଲ ଆମକୁ ଦେଖାଯାଉଛି। ତ ଇଏ କହୁଛି କ'ଣ ନା ଏହା କୌରବାଣୀ ବେଲେ କମଳ ଫୁଲ କି, ସରି କଇଁ ଫୁଲ କି, ତ ଏଇଟା ନ ତାନି କମଲାନି, ନା ସେଇଟା କଇଁ ଫୁଲ ନୁହେଁ, ଏଇଟା କମଳ ଫୁଲ। କଇଁ ଫୁଲ ହେଇଥିଲେ ଧଳା ହେଇଥାନ୍ତା, ତ ଏଇଟା ପଦ୍ମ ଫୁଲ ଅଟେ। ନେକ୍ସଟ ଏଇ ଚିତ୍ରକୁ ଦେଖ, ବାଲକ ନୃତ୍ୟତି ବା, ଏଇଟା ବାଲକ ପରି ଆମକୁ ଦେଖାଯାଉଛି କି, ନା ଏଇଟା ବାଲକ ପରି ଦେଖାଯାଉନି, ଏଇଟା ତ ବାଲିକା ପରି ଦେଖାଯାଉଛି। ବାଲକ ନୃତ୍ୟତି ବା, ବାଲକ ନାଚୁଛି କି, ନ ବାଲକ ନ ନୃତ୍ୟତି, ଅର୍ଥାତ୍ ବାଲକଟି ନାଚୁ ନାହିଁ। ତାହେଲେ କିଏ ନାଚୁଛି, ବାଲିକା ନୃତ୍ୟତି, ବାଲିକାଟି ନାଚୁଛି। ତାପରେ ଆମେ ଚାଲି ଆସିବା ଛାତ୍ର, ଏଇ ଚିତ୍ରରେ ଦେଖ, ଛାତ୍ର ପଠତି ବା, ଛାତ୍ରଟି ପଢୁଛି କି କହିଲେ ଆମ୍ ଛାତ୍ର ପଠତି, ହଁ ଛାତ୍ରଟି ପଢୁଛି। ଏଇଟା ବି ଆମକୁ ଦେଖାଯାଉଛି ଯେ ଏଇଟା ପଢୁଅଛି, ତ ଛାତ୍ରଟି ପଢୁଛି। ଏପରି ଭାବରେ ତୁମକୁ ଆମେ ପାଠଟି ଦେଇଦେବୁ, ତା ନେକ୍ସଟ ଭିଡ଼ିଓରେ ଆମେ ଅଭ୍ୟାସ ବି ଦେଇଦେବୁ। ତୁମେ ଆମ ଚ୍ୟାନେଲରେ ଯୋଡ଼ି ହେଇକି ରହିଥାଅ। ନୂଆ ନୂଆ ଷ୍ଟୁଡେଣ୍ଟ ବା ନୂଆ ନୂଆ ଛାତ୍ରଛାତ୍ରୀମାନଙ୍କୁ ଆମ ଚ୍ୟାନେଲକୁ ଡାକ। ଆମେ ଏଇ ଚ୍ୟାନେଲ ମାଧ୍ୟମରେ ତୁମମାନଙ୍କୁ ଏପରି ଭାବରେ ଶିକ୍ଷା ଦେବୁ। ରଖୁଛି, ଧନ୍ୟବାଦ।